ଖୁସି ଖୁସି ମନଟା ବେଳେବେଳେ ହଠାତ୍ ଭାରାକ୍ରାନ୍ତ ହେଇଯାଏ। ଆଉ ବହୁତ ପଛ କଥା ମନେ ପଡ଼େ। ଆଉ ଦିନ କେଇଟା ଗଲେ ସ୍ନାନ ପୂର୍ଣ୍ଣିମା ହେବ, ଅଥଚ ମୁଁ ଆପଣମାନଙ୍କୁ କାର୍ତ୍ତିକ ପୂର୍ଣ୍ଣମୀ କଥା କହୁଛି। ଏସବୁ ଦେଖି ଆପଣଙ୍କୁ ନିଶ୍ଚୟ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ବା ଅଡ଼ୁଆ ବି ଲାଗୁଥାଇପାରେ। ହେଲେ ମୁଁ ଭାବିଲି ଭିଡ଼ିଓଟି ଯେତେବେଳେ ପାଇଯାଇଛି ଆଉ ମନରେ ଯେତେବେଳେ ଅସରନ୍ତି କଥା ଭାସି ବୁଲୁଛି, ଆପଣଙ୍କୁ କହିଦେଲେ ଏବେ କ୍ଷତି କ'ଣ? ଆମେ କ'ଣ ବେଳେବେଳେ ପଛ କଥା ସବୁ ଗପ ମାରନ୍ତିନି କି? ସେଇ ହିସାବରେ ଏ ଭିଡ଼ିଓଟି ଆଜି ହିଁ କହିଦେବାକୁ ଉଚିତ ମନେ କଲି। ସେଦିନ ଥିଲା କାର୍ତ୍ତିକ ପୂର୍ଣ୍ଣମୀ। ମୁଁ ମୋ ପୁଅ ସାଙ୍ଗେ ଗୋଟେ ଜରୁରୀ କାମରେ ଭୁବନେଶ୍ୱର ଯାଇଥିଲି। ଯିବା ପୂର୍ବରୁ ମୁଁ ଘରେ ଡଙ୍ଗା ଭସେଇ ସାରିଥିଲି। ଆଉ ଆମର ଯେଉଁ ଭୋଗଟା ତିଆରି ହୁଏ କାର୍ତ୍ତିକ ପୂର୍ଣ୍ଣମୀରେ, ତାକୁ କେତେ ଆଡ଼େ କେତେ ପ୍ରକାର କହନ୍ତି, ଯେଉଁ ଜାଉଟା ହୁଏ ସେ ଜାଉ ବି ମୁଁ କରିସାରିଥିଲି। ମା ପୁଅ ଗଲାବେଳକୁ ଦେଖିଲି ଡଙ୍ଗା ଦୋକାନରେ କ'ଣ ଭିଡ଼ ଲାଗିଛି। ପୁଅକୁ ସେଇଠୁ କହିଲି, ମୁଁ କହିଲି, ବାପାରେ, ମୁଁ ତ ଜୀବନରେ କେବେ ବିନ୍ଦୁସାଗରରେ ଡଙ୍ଗା ଭସେଇନି, ଚାଲୁନୁ ଟିକେ ଦେଖି ଆସିବା କେମିତି କ'ଣ ସବୁ ଡଙ୍ଗା ସେଠି ଭାସେ। ଆମେ ମା ପୁଅ ଗଲାବେଳକୁ ବେଶ ଭିଡ଼ ଅଛି, ଆଉ ସେତେବେଳକୁ ବି ଲୋକମାନେ ଡଙ୍ଗା ଭସଉଥିଲେ। ମୁଁ ଭାବିଲି ଆସିଛି ଯେତେବେଳେ ମୁଁ ବି କାହିଁକି ଡଙ୍ଗାଟେ ଭସେଇ ନ ଦେବି। ମୁଁ କିଛି ନ କହୁଣୁ ପୁଅ ଅବଶ୍ୟ ମୋ ପାଇଁ ଡଙ୍ଗାଟିଏ କିଣିଦେଇଥିଲା। ମୁଁ ସେ ଡଙ୍ଗା ଧରି ଭସେଇବାକୁ ଗଲି। ଏତେବେଳକୁ ଦେଖିଲି ଛୋଟ ଛୋଟ ଛୁଆମାନେ ପାଣି ଭିତରେ ପଶି ଚୁମ୍ବକ ଲଗାଇ ପଇସା କାଢ଼ୁଛନ୍ତି। ସେମାନଙ୍କ ପାଇଁ ଟଙ୍କାଟିଏ ବି କେତେ ମୂଲ୍ୟବାନ। ଜୀବନ କ'ଣ ହେବ, ବିପଦ ଅଛି କି ସମ୍ପଦ ଅଛି ସେ ଭାବୁନାହାନ୍ତି, ବା ତାଙ୍କ ବାପ ମା ବି ଆକଟ କରୁନାହାନ୍ତି। ଯଦି ପୁଅ ନେଇ 10-50 ଟଙ୍କା ଦେଇଦେଲା ସେମାନେ ନିଶ୍ଚୟ ଖୁସି ହେବେ। କିନ୍ତୁ ବେଳେବେଳେ ଏଇଭଳି ଆଚରଣ ଯେ କେତେ ବିପଦକୁ ଡାକି ଆଣେ, ସେ କଥା କ'ଣ ଭାବି ହୁଏ? ଅଭାବ ସ୍ୱଭାବ ନଷ୍ଟ କରେ, ଏଇଟା କିଛି ମିଛ କଥା ନୁହେଁ। ମନରେ ଟିକେ ଭାବନାଟେ ଆସିଲା। ଭାବିଲି କେହି ଜଣେ ଛିଡ଼ା ହୋଇ ପିଲାମାନଙ୍କୁ ସେଥିରୁ ବାରଣ କରିବା ଉଚିତ ହୁଅନ୍ତା। ଅଘଟଣ ତ ସବୁବେଳେ ଘଟେ ନାହିଁ, ହଠାତ୍ କେତେବେଳେ ଘଟିଯାଏ। କିନ୍ତୁ ଆଗରୁ ସତର୍କ ହୋଇଗଲେ ବହୁତ ଗୁଡ଼ିଏ ଅଘଟଣକୁ ଏଡ଼େଇ ଦେଇ ହୁଏ। ଇଏ ତ ଗତ ବର୍ଷର କଥା। ତାପରେ କଟକ ଚିନ୍ତା ବାଇମୁଣ୍ଡିକୁ ମୋ କଥା ବା କିଏ ଶୁଣିବ? ସେତିକିବେଳେ ହିଁ ଏ କଥାଟା କହିଦେଇଥିଲେ ଭଲ ହେଇଥାନ୍ତା। ମୁଁ ଏ ଭିଡ଼ିଓ ଆଉ କେଉଁଠି ଅପଲୋଡ଼ କରିଛି କି ନାହିଁ ମୋର ଏବେ ମନେ ପଡ଼ୁନି। ସହଜେ ବୟସ ଟିକେ ବଢ଼ି ବଢ଼ି ଆସିଲା ବେଳକୁ ସ୍ମରଣ ଶକ୍ତି ବି ବୋଧେ ଟିକେ କମି କମି ଆସୁଛି। କିନ୍ତୁ କିଛି କୁହାଯାଇ ନଥିବା ଏଇ ଖାଲି ଭିଡ଼ିଓଟିକୁ ଦେଖି ଆଜି କିଛି ମନ କଥା କହିଦେବାକୁ ଇଚ୍ଛା ହେଲା। ବିନ୍ଦୁସାଗରରେ ଜୀବନରେ ପ୍ରଥମ ଥର ପାଇଁ ଡଙ୍ଗା ଭସେଇବାର ସୁଯୋଗ ପାଇଲି। ସେଥିପାଇଁ ଡେରି ହେଇଯାଇଥିଲେ ବି ଯାଇକି ଡଙ୍ଗା ଭସେଇଦେଲି। ସେତେବେଳକୁ 10:30 ପରେ ହେଲାଣି। ଘରୁ ମୁଁ ଏଠି ଗାଁ ପୋଖରୀରେ ଡଙ୍ଗା ଭସେଇ ଭୋଗ ଜାଉ ଟିକେ ଖାଇଦେଇ ଯାଇଛି, ଯେଉଁଟାକୁ କେହି କେହି ତୋରଣ ବି କହନ୍ତି। ସାଧାରଣତଃ ପ୍ରତ୍ୟେକ ଗାଁ ଗଣ୍ଡାରେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସେ ଜାଉଟି ହାଣ୍ଡିରେ ତିଆରି ହେଇଥାଏ। ଆଉ ମୋର ତ ସେଇଟା ଭାରି ପ୍ରିୟ। ସେଥିପାଇଁ ମୁଁ ନିଶ୍ଚୟ ସେ ଜାଉ କରେ, ପିଲାମାନେ ବି ଅବଶ୍ୟ ଖାଆନ୍ତି। ସେଦିନ ଯାଇଥିଲି, ଘରେ ବୋହୂମାନଙ୍କୁ କହିଦେଇ ଯାଇଥିଲି ଅରୁଆ ଡାଲମା କରିଦେଇଥିବ। ଠାକୁରଙ୍କ କୃପାରୁ ଗାଈ ଥିବାରୁ ଘିଅ ଟିକେ ତ ଥାଏ। ଖାଲି ଡାଲମା ଭାତ ଲେମ୍ବୁ ଲଙ୍କା ହେଲେ ବି ଆନନ୍ଦରେ ଖାଇ ହେଇଯାଏ। ପୁଅ କହିଲା, ବୋଉ 10:30 ପରେ ହେଲାଣି, ଚାଲୁନୁ ମନ୍ଦିର ପଟେ ପଶିଯିବା, କାଳେ ଭୋଗ ମିଳିଯିବ। ମୁଁ କହିଲି, ଯଦି ଭୋଗ ମିଳିବ ଭୋଗ ଧରି ଘରକୁ ପଳେଇବା, ଆଉ ଯଦି ଭୋଗ ନ ମିଳିଲା ଟିକେ ଲିଙ୍ଗରାଜଙ୍କ ଦର୍ଶନ କରନ୍ତେ। ଆଜି ପର୍ଯ୍ୟନ୍ତ ଆମେ ସସ୍ତ୍ରୀକ କେବେ ଯାଇ ଲିଙ୍ଗରାଜଙ୍କୁ ଦର୍ଶନ କରିନାହୁଁ। ମୁଁ ଯେତେ ମଠ ମନ୍ଦିର ବୁଲିବାକୁ ଭଲ ପାଏ, ସବୁଠିକି ମୋତେ ନିଅନ୍ତି। ପିଲାଦିନୁ ଯେହେତୁ ସେ ଭୁବନେଶ୍ୱରରେ ବଢ଼ିଛନ୍ତି, ତାଙ୍କୁ ବୋଧେ ଲିଙ୍ଗରାଜ ମନ୍ଦିର ଯିବାଟା କିଛି ଗୋଟେ ଲାଗେନି। ସବୁବେଳେ କହନ୍ତି, ହଁ ଯିବା ମ, ଯେମିତି କହନ୍ତିନି ପାଖ ଲୋକ ବସ୍ ଫେଲ୍। ସେଥିପାଇଁ ଆଜି ଯାଏ ବି ଆମେ ଦୁହେଁ ମିଶି ଲିଙ୍ଗରାଜ ମନ୍ଦିର ଯାଇନୁ। ଜାଣିନି କେବେ ସିଏ କୃପା କରିବେ, ଡୋରି ଲଗେଇବେ, ଆମେ ଦିହେଁ ଯାଇ ଦର୍ଶନ କରିବୁ। ମୁଁ ପିଲାଙ୍କ ସାଙ୍ଗରେ ବା ଅନ୍ୟ କେହି ଆତ୍ମୀୟଙ୍କ ସାଙ୍ଗରେ ଯାଇଛି, ହେଲେ ଆଙ୍କ ସାଙ୍ଗରେ ଯାଇନଥିବାରୁ ମୋ ମନରେ ବି ଟିକେ ଅବଶୋଷ ରହିଯାଇଛି। ଯାଇକି ଦେଖିଲା ବେଳକୁ ଭୋଗ ଉଠିଲାଣି। କି ଭିଡ଼ ଗହଳିରେ ବାବା! ଯାହା ବି ହଉ, ଆମର ଗୋଟାଏ ମନୋଭାବ, ଟିକିଏ ଅଭଡ଼ା ମିଳିଗଲେ ମନଟା ଖୁସି ହେଇଯିବ। ବହୁତ ଚେଷ୍ଟା କରି ଭିଡ଼ ଗହଳିରେ ଠେଲିପେଲି ହେଇ ଯାହା ମିଳିଲା ତାହା ଧରିକି ବାହାରିଲୁ। ଆଗରୁ ତ ପୁଅକୁ କହିଥିଲି ଅଭଡ଼ା ମିଳିଲେ ଲିଙ୍ଗରାଜ ମନ୍ଦିର ଯିବାନି, ତେଣୁ ଆମେ ସିଧା ଘରକୁ ଆସିଲୁ। ମୁଁ ବାଟରେ ଫୋନ୍ କରି ବୋହୂମାନଙ୍କୁ କହିଦେଲି, ଯଦି ପାରୁଛ ଟିକେ କ୍ଷୀରି ବନେଇ ଦିଅ, ଆଉ କିଛି କରନି। ମୁଁ ଯାହା ଯେମିତି ଭୋଗ ଟିକେ ନେଇ ଘରେ ପହଞ୍ଚୁଛି। ଯେହେତୁ ସବୁଥିରୁ ଟିକେ ଟିକେ ମିଶାଇ ଦେଇଛି, ତେଣୁ ଆମ ସମସ୍ତଙ୍କ ଖାଇବା ସେଇଥିରେ ହିଁ ହେଇଯିବ।
ସତକୁ ସତ ମୁଁ ଭୋଗ ଧରି ଘରକୁ ଚାଲିଲି। ଆପଣ ଭାବୁଥିବେ ମୋ ହାତରେ କ'ଣ ଗୋଟେ ଧରିଛି। ଏଇ ଯେଉଁ ପୁରୁଣା ଡଙ୍ଗାଟିଏ ପରା, ଯେଉଁ ପିଲାମାନେ ପଇସା ଗୋଟଉଥିଲେ ସେମାନଙ୍କୁ କହିକି ମୁଁ ଗୋଟେ ଡଙ୍ଗା ନେଇ ଆସିଲି। ମୋର ଏମିତିଆ ପ୍ରକୃତିଟିଏ ସବୁବେଳେ। ଏତେ ଡଙ୍ଗା ଭାସୁଥିବାର ଦେଖି ମୋତେ ବହୁତ ଖୁସି ଲାଗିଲା। ଭାବିଲି ଏ ଦୃଶ୍ୟ ପିଲାମାନଙ୍କୁ ଯେତେ ବର୍ଣ୍ଣନା କଲେ ବି ସେମାନେ ତ ବୁଝିପାରିବେନି। ଗୋଟିଏ ବଡ଼ ଡଙ୍ଗା ସେ ପଇସା ଗୋଟାଳି ପିଲାଙ୍କଠୁ ଆଣି ହାତରେ ଧରିଲି। ଏମିତି ବୁଦ୍ଧିରୁ ମୁଁ ପିଲାମାନଙ୍କଠୁ ଗାଳି ଖାଏ, ମାନେ ମିଠା ଗାଳି ମ। ଦେଖିଲେ ତ ଲିଙ୍ଗରାଜ ମନ୍ଦିର ବି ଅତିକ୍ରାନ୍ତ ହୋଇଗଲା। ଆମେ ମା' ପୁଅ ଭାରି ଖୁସି ମନରେ ଭୋଗ ଧରି ଚାଲିଲୁ। ଘରେ ଯାଇ ପହଞ୍ଚିଗଲୁ। ଆଗରୁ ତ କହିଦେଇଥିଲି, କ୍ଷୀରି ବନିଯାଇଥିଲା, ବାଡ଼ିରୁ କଦଳୀପତ୍ର ଆସିଯାଇଥିଲା। ଯାହା ଭୋଗ ଥିଲା ବାଣ୍ଟି କୁଣ୍ଟି ସମସ୍ତେ ବସି ଖାଇଲୁ। ସତରେ ସେଦିନ ମୋତେ ଏତେ ଖୁସି ଲାଗିଲା କ'ଣ କହିବି। କେବେ ବିନ୍ଦୁସାଗରକୁ ଯାଇ ଡଙ୍ଗା ଭସେଇ ନଥିଲି, କି କେବେ କାର୍ତ୍ତିକ ପୂର୍ଣ୍ଣମୀରେ ମହାର୍ଦ ଖାଇନଥିଲି। ପୁରୀ କଥା ଛାଡ଼ନ୍ତୁ, ଆମର ଏଇ ଅନନ୍ତ ବାସୁଦେବ ମନ୍ଦିର କଥା କହିଲେ ବି ସମସ୍ତେ କହନ୍ତି ଯେକୌଣସି ଖାଲି ଦିନେ ନେଇ ଆସିବା, କାହିଁ ଆଜି ସେ ଭିଡ଼ ଗହଳିରେ ପଶିବା। ହେଲେ ମୋ ମନ ଅନ୍ୟ ସମସ୍ତଙ୍କ ମନ ଭଳି ଥାଏ ଟିକେ ଭଲ ଦିନରେ ଅଭଡ଼ା ଖାଇବାକୁ। କୌଣସି ପ୍ରଚେଷ୍ଟା ନକରି ଆଜି ସେତକ ହେଇଯାଇଥିବାରୁ ମନ ବହୁତ ଖୁସି ଥିଲା। ଏଇସବୁ ଆନନ୍ଦ ସେଦିନ ମୋତେ ମହାପ୍ରଭୁ ଦେଇଥିଲେ ବୋଲି ତ ଏ ପୁରୁଣା ଭିଡ଼ିଓଟି ଆଜି ମୁଁ ଆପଣମାନଙ୍କୁ କହିଦେଉଛି। ପୁଅ ନାତି ଘରେ ଥିଲା, ତାକୁ ନେଇ ସନ୍ଧ୍ୟାବେଳେ ସେଠି ଛାଡ଼ିଦେଲୁ। ପିଲାମାନେ କହିଲେ ଏତେ କଥା ତ ହେଲାଣି, ଆଉ ଟିକେ ଜଗା ଦର୍ଶନ ହେଇଯାଉ। ମୋ ଜଗା ତ ସେଇଠୁ ଚାଲିଲୁ ଟ୍ୟାଲେଣ୍ଟ ରିସୋର୍ସ ସେଣ୍ଟର। ସେଇଠି ଟିକେ ଜଗନ୍ନାଥଙ୍କୁ ଦର୍ଶନ କରିଦେଲେ ମୋ ମନ ପୁରିଯାଏ। ସାର୍ଙ୍କ ଆଗରେ ଟିକେ ଦୁଃଖ କଥା ଗୁଡ଼ା ଗାଇଦେଲେ ଲାଗେ ସବୁ ଦୁଃଖ ମୋ ମୁଣ୍ଡରୁ ଓହ୍ଲେଇଗଲା। ସମସ୍ତେ ଖୁସି ଖୁସି ସେଠିକି ଚାଲିଲୁ। ପିଲାମାନେ ଯୁଆଡ଼େ ବୁଲିଗଲେ ଖୁସି, ହେଲେ ମୁଁ ଭିତରେ ଆଜି ବହୁତ ଖୁସି ହେଉଥିଲି ଏଇଥିପାଇଁ ଯେ ସତରେ ଆଜି ମହାପ୍ରଭୁଙ୍କର କେଡ଼େ କରୁଣା। ପ୍ରସାଦ ବି ପାଇଲି, ପୁଣି ଚାଲିଲି ତାଙ୍କୁ ଦର୍ଶନ କରିବାକୁ। ହେଲେ ଦୁଃଖ ରହିଗଲା, ତାଙ୍କ ପାଇଁ ମାଳ ବନେଇ ନଥିଲି। ମୁଁ ସିନା ଜାଣିଥିଲେ ମାଳ କରିଥାନ୍ତି। ତାଙ୍କ ପାଖକୁ ଯିବାର କୌଣସି ସୂଚନା ନଥାଇ ସିଏ ହିଁ ବେଳେବେଳେ ଏମିତି ନେଇଯାଆନ୍ତି। ଯେଉଁଠି ବି ଜଗନ୍ନାଥ ଥାଆନ୍ତୁ, ମୁଁ ଜାଣିଛି ତାଙ୍କ ବିନା ଆଶୀର୍ବାଦରେ ତାଙ୍କର ଦର୍ଶନ ମିଳେ ନାହିଁ। ଜାଣିନଥିବାରୁ ଖାଲି ହାତରେ ହେଉ ପଛେ ଗଲି ଭାରି। ଆଉ ଏବେ ତ ସ୍ନାନ ପୂର୍ଣ୍ଣିମା ଆଉ ଅଳ୍ପ ଦିନ ରହିଲା। କେତେ ପ୍ରାର୍ଥନା କରିଛି, ଜଗାରେ ମୋତେ ଟିକେ ନେବୁ ପୁରୀକୁ। ଯେତେବେଳେ ଯେମିତି ଇଚ୍ଛା ତୋର ସେମିତି ନେବୁ, କିନ୍ତୁ ନେବୁ ଟିକିଏ। ଆଉ ଚାହିଁ ବସିଛି କେମିତି ଯାଇ ପହଞ୍ଚିବି ପୁରୀରେ। ଜାଣିନି କେବେ ସେ ଦିନ ଆସିବ। ମୋ ପାଇଁ ମୋ ପ୍ରଭୁ, ମୋ ଗୁରୁଦେବ, ମୋ ଜଗନ୍ନାଥ, ସିଏ ହିଁ ମୋର ଶିବ, କୃଷ୍ଣ, ରାମ, ବିଷ୍ଣୁ ସବୁ କିଛି ସେ। ତେଣୁ ସେଇ ମୋ ଭାବ ନେଇ ମୁଁ ସବୁବେଳେ ସମସ୍ତଙ୍କୁ ଆରାଧନା କରେ। ସମସ୍ତେ ମୋର ନିଜର। କ'ଣ ବା ତାଙ୍କୁ ଦେଇପାରିବି? ତାଙ୍କରି ଫୁଲ ଦୁଇଟା ତୋଳି ଆଣି ମାଳଟିଏ ଦେଲେ ଖୁସି।